ଆପଣ ନାଁ ଗାଡ଼ି କହିଲେ ମୋ ନାଁ ଆଜ୍ଞା କେ ଅଭି ଆଜ୍ଞା। କୋଉଠି ଘର କୋଉଠି? ଷୋଳଭାଗ ପେଣ୍ଠା ଆଜ୍ଞା। ଷୋଳଭାଗ ପେଣ୍ଠା। କଣ ହେଲା ଘଟଣା କହିଲେ ଘରେ କିଏ ଥିଲା ନା କଣ? ଘରେ କିଏ ନଥିଲେ ଆଜ୍ଞା। କଣ ହେଲା? ଘଟଣା ଆଜ୍ଞା ଆମ ଭାଇନା ନଥିଲେ ତାଙ୍କେ ମେଣ୍ଢା ରଖିଛନ୍ତି ତ ମେଣ୍ଢା ଚରେଇବାକୁ ତାଙ୍କେ ପଳେଇଥିଲେ ଆଜ୍ଞା। ଆଉ ଭାଉଜ ବି ନଥିଲେ ତାଙ୍କେ କଣ କାମ ଥିଲା ଟିକେ ତାଙ୍କେ ପଳେଇଥିଲେ ଆଜ୍ଞା। ପିଲାଟା ଏକଲା ଥିଲା ଆଜ୍ଞା। ଆଜି ମହାମୟୀ ପୂଜା ହଉଛି ବୋଲି ସେ ପୂଜା କରିବା ପାଇଁ ଯାଇଥିଲା ପିଲାଟା କରୁଛି ତ ଯାଉଥିଲା ଆଜ୍ଞା। ତାପରେ ସେ ଗାଁରେ ଆଜ୍ଞା ଆମ ସାହି ମଝିରେ ଆଜ୍ଞା ସାହି ସେପଟେ ଟିକେ ଲାଷ୍ଟ ମଝି ଏମିତି ଆଜ୍ଞା ଆଉ ସେଠୁ ଫେରିଲା ଆଜ୍ଞା ପିଲାଟା ଫେରିକି ଘରକୁ ଆସିଲା ବେଳକୁ କବାଟ ଖୋଲିଗଲା ବାରିପଟରେ ଆଜ୍ଞା ସେ ତାଲା ଫାଲା ସବୁ ଭାଙ୍ଗି ଦେଇକି କଟାକଟି କରି ପକେଇ ଦେଇଛନ୍ତି। ସାମାନ ପତ୍ର ଘର ସବୁ ଫିଙ୍ଗା ଫୋକଡା ହେଇକିରି ପଡିଛି ଆଜ୍ଞା। ପିଲାଟା ଦେଖିଲା କଣ ଏମିତି କିଏ କରିଛି କିଏ ସେ କରିଛି ଆମ ଘର କଣ କିଏ ପଶି ଯାଇଛି କି ସେ ଚିନ୍ତା କଲା କଣ କିପରି ସବୁଆଡେ ଏମିତି ଦେଖିଲା ଦେଖିଲା ବେଳକୁ କିଏ ଜଣେ ଆସିକିରି ତାର ଆଖିକି ବାନ୍ଧିଦେଲା ଆଉ ତା ଦେହ ସାରା ପୁରା କାଟି ଦେଇଛି ଆଜ୍ଞା। ସେ ଲୋକଟାକୁ ସେ ମୁଖ କଣ ବାନ୍ଧିଥିଲା କଣ ଆମେ ତ ଜାଣିନୁ ଆଜ୍ଞା ତାର ହୋସ ଆସିଲେ ସେ କିଛି କହିପାରିବ। ସେ ଜଣେ ଏକା ଥିଲା ଆଜ୍ଞା। ସେ ବିଷୟରେ ଆମେ କିଛି ଜାଣିନୁ ଆଜ୍ଞା। ତାକୁ ଧରିକି ତ ଆମେ ଏଠିକି ପଳେଇ ଆସିଛୁ। ସେ ବିଷୟରେ କଣ ହେଇଛି କିଏ କଣ କରିଛି କଣ କାହାର କଣ ବିରୋଧୀ ଅଛି ତାଙ୍କର କଣ କିଛି ସେମାନେ ସବୁ ଶତ୍ରୁ ତାଙ୍କର ଅଛନ୍ତି କେତେ ଲୋକ କିଏ ଅଛନ୍ତି ସେମାନେ ସବୁ ସେ କଥା କହିପାରିବେ ଆଜ୍ଞା। ବାପା ଗାଁରେ ରହୁଛନ୍ତି ଆଜ୍ଞା। ଶତ୍ରୁ ତାଙ୍କ ଅଛି ଆଜ୍ଞା ସେ ଆମର ଭାଉଜ କହିପାରିବ ଆମ ସେ ଝିଅ ଟା କହିପାରିବ ସେ ବିଷୟରେ ସବୁ ତାଙ୍କେ କହିପାରିବେ ଆଜ୍ଞା।